ଯେଉଁ ନର୍ସିଂ ଛାତ୍ରଛାତ୍ରୀମାନେ ସରକାରୀ ନର୍ସିଂ କଲେଜରେ ପାଠ ପଢ଼ିବାର ସୁଯୋଗ ପାଉନଥିଲେ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ରାଜ୍ୟରେ 7 ଗୋଟି ନର୍ସିଂ କଲେଜ ଖୋଲିବ। କୋରାପୁଟ, ବଲାଙ୍ଗୀର, ପୁରୀ, ବାଲେଶ୍ୱର, ଯାଜପୁର, ଅନୁଗୁଳ ଓ ମୟୂରଭଞ୍ଜରେ ଏହି ନର୍ସିଂ କଲେଜ ଖୋଲିବ। ଆସନ୍ତା 14 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସବୁର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଯେଉଁ ନର୍ସିଂ ଛାତ୍ରଛାତ୍ରୀମାନେ ସରକାରୀ ନର୍ସିଂ କଲେଜରେ ପାଠ ପଢ଼ିବାର ସୁଯୋଗ ପାଉନଥିଲେ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ସେମାନେ ଏଣିକି ସରକାରୀ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇବେ। କାରଣ ଏସବୁ 7 କଲେଜରେ ପ୍ରତିବର୍ଷ 60 ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇବେ। ଫଳରେ 7 ନର୍ସିଂ କଲେଜରୁ ପ୍ରତିବର୍ଷ ମୋଟ 420 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ। ଏହିସବୁ କଲେଜ ଖୋଲିବା ଫଳରେ ରାଜ୍ୟରେ ନର୍ସିଂ କ୍ଷେତ୍ରରେ ଉନ୍ନତି ଆସିବା ସହ ଏହା ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ ବୋଲି ସୂଚନା ମିଳିଛି। ନର୍ସିଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରାଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହ ରାଜ୍ୟରେ ଉନ୍ନତ ନର୍ସିଂ ସେବା ଯୋଗାଇ ଦେଇହେବ। ପ୍ରତ୍ୟେକ କଲେଜ ପାଇଁ 10 କୋଟି ଲେଖାଏଁ ମୋଟ 70 କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହି 70 କୋଟି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ 60% ଏବଂ ରାଜ୍ୟ ସରକାରଙ୍କ ଅଂଶ 40% ରହିବ ବୋଲି ସ୍ଥିର ହୋଇଛି। ଏସବୁ ନର୍ସିଂ